ଆଜିର ରାଶିଫଳ ମାର୍ଚ୍ଚ ମାସ 8 ତାରିଖ 2026 ମସିହା ରବିବାର, ଚୈତ୍ର ମାସ କୃଷ୍ଣପକ୍ଷ। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ତିଥି ପଞ୍ଚମୀ ରାତ୍ରି 9ଟା 15 ଗତେ ଷଷ୍ଠୀ, ନକ୍ଷତ୍ର ସ୍ୱାତି ଦିବା 2ଟା 14 ଗତେ ବିଶାଖା, ଚନ୍ଦ୍ର ତୋଳା ଯୋଗ ଧ୍ରୁବ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 5, ସୂର୍ଯ୍ୟାସ୍ତ ସମୟ 5ଟା 52। ମେଷ ରାଶିର ଘାତବାର। ଆଜିର କାଳବେଳା ଓ ବାରବେଳା ଦିବା 10ଟା 26 ଗତେ 1ଟା 22 ମଧ୍ୟେ, ବିଶୁଦ୍ଧି ବା ଅମୃତ ବେଳା ଦିବା 10ଟା 55 ଗତେ 10ଟା 6 ମଧ୍ୟେ, ରାତ୍ରି 7ଟା 25 ଗତେ 9ଟା 6 ମଧ୍ୟେ, ବିଶୁଦ୍ଧି ବା ମହେନ୍ଦ୍ର ବେଳା ଦିବା 6ଟା 55 ମଧ୍ୟେ, 1ଟା 24 ଗତେ 2ଟା 6 ମଧ୍ୟେ, 6ଟା 27 ଗତେ 7ଟା 24 ମଧ୍ୟେ। ଆଜି ବେଲ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶି ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଘରେ ଲାଗି ରହିଥିବା ଅଶାନ୍ତି ହିଁ ଆପଣଙ୍କର ଚିନ୍ତାର କାରଣ। ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚିତ ଏବଂ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ରହିଛି ଭୁଲ। ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚେଷ୍ଟା କରନ୍ତୁ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ସପ୍ତାହରୁ ଚାଲି ଆସୁଥିବା ସମସ୍ୟା ଚିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରିଥିବେ। ବେଶୀ ଚିନ୍ତା କରନ୍ତୁ ନାହିଁ, କଳିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ। ବ୍ୟବସାୟୀ ବାଣିଜ୍ୟରେ ଆଶାତୀତ ଲାଭ ହେବ। ମିଥୁନ ରାଶି। ପୂର୍ବ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷ ରହିବ। ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ। ଶତ୍ରୁ ଅପସରି ଯିବେ, କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ। ଏବେ ଖୁସିର ସମୟ ଆସିଗଲାଣି। ସେଇଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବାସ୍ତବତାରେ ପକାଇଦେବ। ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ। ଏହି ସମସ୍ୟାକୁ ଆପଣ ସାହସ ସହିତ ମୁକାବିଲା କରନ୍ତୁ। ଆପଣଙ୍କୁ ବିଜୟ ନିଶ୍ଚିତ ମିଳିବ। ସେଇଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚେଷ୍ଟା କରିବେ। ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କ ବହୁତ ଦିନରୁ କରିବାର ଇଚ୍ଛା ଥିଲା। ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନାହିଁ। ସେଇଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ। ଯଦି ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାର ସମସ୍ୟା ଦେଖାଯାଏ, ତାହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ। ତାଙ୍କ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ। ସେଇଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବ୍ୟୟ ବୃଦ୍ଧି ହେଲେ ହିଁ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ, କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ। ପରିବାରର ସମସ୍ତେ ଏକା ହେବାର ସମୟ ଅଟେ। ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି। ସେଇଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆପଣ ଅସୁବିଧାରେ ପଡ଼ିଥିବା ପରିସ୍ଥିତିକୁ ଦୂରେଇ ରୁହନ୍ତୁ। କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚିନ୍ତାଧାରା ବଜାୟ ରଖନ୍ତୁ। ଯାହା ଆପଣ ହୋଇପାରିବେ ନାହିଁ, ତାହା ହେବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ସେଇଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବା, ଯାହାଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ। ଏବେ ଆପଣ ସତର୍କତା ହୋଇ ଚଳନ୍ତୁ, କାରଣ ମଣିଷ ତାର ସଂଗତିକୁ ହିଁ ଜଣାଯାଏ। କୁସଙ୍ଗ ଯୁଗରେ ଆପଣ କ୍ଷତି ସହିପାରନ୍ତି। ସେଇଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜିର ଦିନ ଆୟବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ। ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ। ଆପଣ କିଛି ନୂଆ ବନ୍ଧୁ କରିପାରିବେ। କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ଯାଇପାରେ। ସେଇଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ କରିପାରିବେ, କିନ୍ତୁ ମିଳିପାରିବେ ନାହିଁ। ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରିବେ। ଆପଣଙ୍କର ସବୁ କଥାରେ ବାଧା ରହିବା, ଆକସ୍ମିକ ଅର୍ଥ ବ୍ୟୟ ହେବାର ଯୋଗ ରହିଛି। ଶେଷ ଦେଖେ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡ଼ିବାରେ ଲାଗିଯିବେ। ଘରକୁ ଠିକଠାକ୍ କରନ୍ତୁ, କିଛି ଆରାମ ମଧ୍ୟ କରନ୍ତୁ। ଆପଣ ସମାରୋହରେ ଖୁବ୍ ମଜା ନିଅନ୍ତୁ, କିନ୍ତୁ ନିଜ ଦାୟିତ୍ୱ ସବୁ ତୁଲାଇବାର ସମୟ ଆଜି। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।